ହଁ ଆପଣ ଥରେ ଭିଜିଟ୍ କରନ୍ତୁ ମା ଥାନାପତି ଇଲେକ୍ଟ୍ରୋନିକ୍ସ, ତାପରେ ଆପଣ ଜାଣିବେ। ଏକ୍ସାଇଡ୍ ବ୍ୟାଟେରୀ ଆପଣ ରଖିଛନ୍ତି, ଏକ୍ସାଇଡ୍ ବ୍ୟାଟେରୀ କ'ଣ ରେଟ୍ରେ ଦେଉଛନ୍ତି, କ'ଣ କେତେ ଏଜ୍ର ଅଛି ଆପଣଙ୍କ ପାଖରେ? ଏକ୍ସାଇଟ୍ର ଟୋଟାଲ ମାନେ ଆମର ବାଇକ୍ କତରୁ 220 250 260 ଟୋଟାଲ ବ୍ୟାଟେରୀ ଏତକ ସବୁ ପାଇଯିବେ। ମାନେ ବାଇକ୍ ବ୍ୟାଟେରୀ ବି ରଖିଛନ୍ତି, ଏକ୍ସାଇଡ୍ର ବାଇକ୍ ବ୍ୟାଟେରୀ ବି ରଖିଛନ୍ତି? ବାଇକ୍ ବ୍ୟାଟେରୀ ରଖୁଛୁ, ବାଇକ୍ ବ୍ୟାଟେରୀ ହେବ। ଏକ୍ସାଇଟ୍ର 200 150 କତରୁ ଏମିତି 260 ପର୍ଯ୍ୟନ୍ତ ବ୍ୟାଟେରୀ ରହିଛି। ଆଚ୍ଛା, ରେଟ୍ରେ ସବୁ ସୁବିଧା ଅଛି? ରେଟ୍ ସବୁ ଆପଣ ଟାଲି କରିବେ। ସୋଲାର ସିଷ୍ଟମ୍ ଆପଣ ଯଦି ଆମ କତରୁ ନିଅନ୍ତି ତାହେଲେ ବ୍ୟାଟେରୀ ସହିତ ମାନେ ଅନଗ୍ରିଡ୍ର ପାଇବେ, ଅଫଗ୍ରିଡ୍ର। ଅନଗ୍ରିଡ୍ର କ'ଣ ସୁବିଧା ଆଉ ଅଫଗ୍ରିଡ୍ର କ'ଣ ସୁବିଧା? ଅଫଗ୍ରିଡ୍ର ସୋଲାର ଆପଣ ଆମ କତରୁ ନେଇପାରିବେ। ଆମ କତରୁ ଦେଲେ ସୁବିଧା କ'ଣ, ତାର ବ୍ୟାଟେରୀ ସିଷ୍ଟମ୍ ହେବ, କରେଣ୍ଟ ଗଲେ ବି ବ୍ୟାକଅପ୍ ରହିଲା। ଆଉ ଅନଗ୍ରିଡ୍ର ମାନେ ଗଭର୍ଣ୍ଣମେଣ୍ଟର ସୋଲାର ଆପଣ ନେଲେ ସେଇଟା, କିନ୍ତୁ କରେଣ୍ଟ ପଳେଇଲେ ଆପଣଙ୍କର ବନ୍ଦ ହେଇଯିବ। ବାସ୍ ବାସ୍, ଆପଣ ଯେଉଁ କଥାଟି କହିଲେ ବହୁତ ଭଲ କଥାଟି, ଯାହା ଲୋକଲୋଚନରେ ଯାହା ସବୁ ଜଣାଅଛି, ଅନଗ୍ରିଡ୍ ସିଷ୍ଟମ୍ରେ ଆମର ଯଦି ବାହ୍ୟ ଜଗତରୁ କରେଣ୍ଟଟି ପଳେଇଯାଏ, ତା ଦେହରେ କରେଣ୍ଟ ଆମର ଆସେ ନା, ସୋଲାର ସିଷ୍ଟମ୍ରୁ କରେଣ୍ଟ ଆମେ ବ୍ୟବହାର କରିପାରୁନା। ଏ ସିଷ୍ଟମ୍ଟା କ'ଣ ସତ ନା ମିଛ? ଏଇଟା ବ୍ୟବହାର କରିପାରିବେନି, କିନ୍ତୁ ଆପଣଙ୍କର ଯେଉଁ ମିଟର ରିଡ଼ିଂଟା ସେଇଟା କମିଯିବ। ଆମର ସିନା କରେଣ୍ଟ ରହିଲେ ଆମେ ମିଟର ରିଡ଼ିଂଟା ଚାଲିବ, ଆଉ କରେଣ୍ଟ ଯଦି ଚାଲିଯାଏ ଆମର ତ ସେଥିରୁ କରେଣ୍ଟ ପାଇବା କଷ୍ଟ ହେବ। ନାହିଁ, କରେଣ୍ଟ ଚାଲିଗଲେ ଗଭର୍ଣ୍ଣମେଣ୍ଟରୁ କରେଣ୍ଟ ପାଇବା କଷ୍ଟ ହେବ। ଯଦି ବି ଆପଣ ଅନଗ୍ରିଡ୍ କରିବେ ତ ଖର୍ଚ୍ଚ ଟିକେ ଅଧିକ ହେଇଯିବ। ଅନଗ୍ରିଡ୍ରେ ଖର୍ଚ୍ଚ ଅଧିକା ହେବ ନା ଅଫଗ୍ରିଡ୍ରେ? ଗଭର୍ଣ୍ଣମେଣ୍ଟର ଖର୍ଚ୍ଚ ଅଧିକା ହେବ, ଅଧିକା ଟିକେ ହେବ। ଅନଗ୍ରିଡ୍ରେ ଆମର ରହୁଛି ଗଭର୍ଣ୍ଣମେଣ୍ଟ ତରଫରୁ ସେଇଟା ସବସିଡ଼ି ବି ମିଳୁଛି। ଆପଣଙ୍କର କ'ଣ ସବସିଡ଼ି ଅଛି? ସବସିଡ଼ି ଅଛି। 2,10,000 3 କିଲୋୱାଟ୍ କଲେ 2,10,000 ପଡ଼ିଯିବ। ତାକୁ ଆପଣଙ୍କ ସବସିଡ଼ି 1,38,000 ପାଇବେ। ଆଚ୍ଛା, 1,38,000ଟା ରିଟର୍ନ ପଳେଇ ଆସିବ? ରିଟର୍ନ ପଳେଇ ଆସିବ। ଆଉ ଯେଉଁ 72,000 ରହିବ ସେଇଟା ଆପଣ ଫାଇନାନ୍ସ କରିପାରିବେ। ଟୋଟାଲ୍ କେତେ ଟଙ୍କା ଖର୍ଚ୍ଚ ହେଇଯିବ? ଟୋଟାଲ୍ 2,10,000 1,90,000 ମାନେ ଇଏ ଦେଇକି। ଆଉ ଜଣେ ଚାହିଁବ 1 କିଲୋୱାଟ୍ ନେବା ପାଇଁ? 1 କିଲୋୱାଟ୍ ମାନେ ଗଭର୍ଣ୍ଣମେଣ୍ଟର ନା ଗଭର୍ଣ୍ଣମେଣ୍ଟର ଯଦି ନେବା ପାଇଁ ଚାହିଁଲା 1 କିଲୋୱାଟ୍, ସେଟା ହେଲେ ଆପଣଙ୍କର ପାଇଯିବେ 5,500 ଭିତରେ ପାଇଯିବେ। ଆଚ୍ଛା, ଆଉ ଗୋଟେ ପ୍ରଶ୍ନ ଅଛି, ଯେଉଁଟାକି 1 କିଲୋୱାଟ୍ ସେ ଯେଉଁ ନେଉଛି 1 କିଲୋୱାଟ୍ର କମ୍ପ୍ଲିଟ୍ ସେ ଜାଳିବ ନା 1 କିଲୋୱାଟ୍ର କନେକ୍ସନ୍ ନେଲେ କିଛି କମ୍ ଜାଳିବ? 1 କିଲୋୱାଟ୍ କନେକ୍ସନ୍ ନେଲେ ଯାହାହେଲେ କମ୍ ଜାଳିବ। କମ୍ ଜାଳିବ? 700 କେତେ? 700? 700। ଆଚ୍ଛା, ଆମର ଯଦି ଅଫଗ୍ରିଡ୍ ନିଆଯାଏ ତାର ସୁବିଧା କ'ଣ? ଅଫଗ୍ରିଡ୍ ଦିଆଗଲେ ଆପଣଙ୍କର ସୁବିଧା, କରେଣ୍ଟ ଗଲେ ବି ଆପଣଙ୍କର ରହିଲା ବ୍ୟାକଅପ୍ ରହିଲା। ଆଉ ଇଏ ବି ଆଠୁ ସୁବିଧା, କିନ୍ତୁ ଖର୍ଚ୍ଚ ଟିକେ ଅଧିକ ଆସିବ। ହଁ, ଆପଣ ଥରେ ଭିଜିଟ୍ କରନ୍ତୁ ମା ଥାନାପତି ଇଲେକ୍ଟ୍ରୋନିକ୍ସ, ତାପରେ ଆପଣ ଜାଣିବେ। ଅନଗ୍ରିଡ୍ ମାନେ ଆପଣ କରେଣ୍ଟ ଥିଲାବେଳେ ଜାଣିପାରିବେ। ଆଉ ଅଫଗ୍ରିଡ୍ରେ ଆପଣ ସୁବିଧା କ'ଣ ଦେଉଛନ୍ତି? ଅଫଗ୍ରିଡ୍ରେ କରେଣ୍ଟ ପଳେଇଲା ପରେ ଆପଣଙ୍କର ଥାଉ ବା ନଥାଉ ଚାଲିଲା। ଆଉ ରେଟ୍ରେ କ'ଣ କେମିତି ରେଟ୍ ଆପଣ ଦେଉଛନ୍ତି? ରେଟ୍ ଆପଣ ଆସିକି ଥରେ ପାଖରେ ପହଞ୍ଚି ତ ଦେଖନ୍ତୁ। ମାର୍କେଟରେ ମାନଙ୍କର ରେଟ୍ ଚାଲୁଥିଲା, ଆମେ ଯେଉଁ ରେଟ୍ ଦେଉଛୁ, ଏମିତି ବି ଟାଉନ୍ ମାନେ ଯାହା ମାନେ କଟକ ଭୁବନେଶ୍ୱର ଦେଇକି ଆସୁଛନ୍ତି ପ୍ରାୟ ରେଟ୍ ଆପଣ କହିପାରିବେନି, ସୋସିଆଲ ମିଡ଼ିଆରେ ରେଟ୍ ଆପଣ କହିପାରିବେନି, କିନ୍ତୁ ଏଠି ଆସିକି ପହଞ୍ଚିଲା ପରେ ଲୋକକୁ ସହଯୋଗ କରିବେ, ଏଇଆ କହୁଛନ୍ତି ତ? ମାନେ ଆପଣ କହୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ହେଉ ବା ଯାଜପୁର ଜିଲ୍ଲା ହେଉ, ଯେମିତି ଲୋକ ଦେଉଛନ୍ତି ତାଠୁ ଆହୁରି ଶସ୍ତାରେ ଦେବେ, କିନ୍ତୁ ରେଟ୍ଟା ଆପଣ ସୋସିଆଲ ମିଡ଼ିଆରେ କହିବେନି, ଯେଉଁଟା ବ୍ୟକ୍ତିଗତ ରଖିଛନ୍ତି, ଏଇଆ ତ? ରେଟ୍ଟା କହିବୁ କ'ଣ?